ଯୁବ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି। ରେମୁଣା ଏନ୍ଏସି ଅନ୍ତର୍ଗତ ଜାନୁଗଞ୍ଜ ଗ୍ରାମର ଯୁବ କଳାକାର ସ୍ୱର୍ଗତ ବ୍ରହ୍ମପଦ ହାଜରାଙ୍କର ଶ୍ରଦ୍ଧାଞ୍ଜଳି ସଭା ରେମୁଣା ମନ୍ଦିର ଛକଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରେମୁଣା ହାଇସ୍କୁଲ 1983 ବ୍ୟାଚ୍ର ବନ୍ଧୁ ଲକ୍ଷ୍ମୀଧର ଗାଣଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ 25ରୁ ଊର୍ଦ୍ଧ୍ୱ ଛାତ୍ରମାନେ ଏଥିରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସତ୍ୟନାରାୟଣ ତ୍ରିପାଠୀ ବେଦପାଠ କରିଥିବା ବେଳେ ପ୍ରଭାତ ସେନ ସ୍ୱର୍ଗତ ହାଜରାଙ୍କର ସ୍ତୁତିଚାରଣ କରିଥିଲେ। ଦେବେନ୍ଦ୍ର ବେହେରା ସ୍ୱର୍ଗତ ହାଜରାଙ୍କର ଏକାଦଶାହରେ ଆର୍ଥିକ ସାହାଯ୍ୟ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ବନ୍ଧୁ ଲକ୍ଷ୍ମୀକାନ୍ତ ପାକଳ ଏହାକୁ ସମର୍ଥନ କରିଥିଲେ। ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାରେ ବ୍ରହ୍ମାନନ୍ଦ ମହାପାତ୍ର, ପ୍ରସନ୍ନ କୁମାର ବେହେରା, ହେମନ୍ତ ସାହୁ, ମନୋରଞ୍ଜନ ବେହେରା, ଗୋଲକ ନାଥ, ଅରୁଣ ସାହୁ, ମନୋରଞ୍ଜନ ପଟ୍ଟନାୟକ, ବନମାଳୀ ସାହୁ, କୃଷ୍ଣମୋହନ ବେହେରା, ଡକ୍ଟର ତ୍ରିଲୋଚନ ସାହୁ, ଅରୁଣ କୁମାର ମହାରଣା, ଲୋକନାଥ ରଣା, କମଳାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ସ୍ତୁତିଚାରଣ କରିଥିଲେ। सद्यमाना प्रभाते मध्यम सायं त्रिकालतिरुतिरुनिभं पातु मां वेदपुष्पा। ओं सर्वे भवन्तु सुखिनः, सर्वे सन्तु निरामयाः, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ॐ शान्तिरन्तरिक्षे शान्तिः, पृथिवी शान्तिः, रापो शान्तिः, ब्रह्म शान्तिः, शान्तिरेव शान्तिः, समास